ଈଶ୍ୱରଙ୍କ ମହାନାମର ଧନ୍ୟବାଦ କରୁଛୁ। ଆମେ ଯଦି ବାକ୍ୟ ଦେଖୁଛୁ ଯେ ଅନେକ ଲୋକମାନେ ବାକ୍ୟ ଦେଖିବା ପୂର୍ବରୁ ଗୋଟେ ପଦ ପ୍ରଭୁଙ୍କର ଯେଉଁ ବାକ୍ୟ ଅନେକ ଲୋକମାନେ ସେମାନଙ୍କର ଗୋଟେ ଡାଉଟ୍ ରହୁଛି ବା ସନ୍ଦେହ ରହୁଛି ଯେ ଯୀଶୁଙ୍କ ଠାରେ ଲୋକମାନେ କାହିଁକି ବିଶ୍ୱାସ କରୁଛନ୍ତି, ଯେ ପ୍ରଭୁ ଯୀଶୁଙ୍କ ଠାରେ କାହିଁକି ଲୋକମାନେ ଭରସା କରୁଛନ୍ତି। ଯେ ଏଠି ଆମମାନେ ଯୋହନ ତାର 20 ଅଧ୍ୟାୟ 31 ପଦରେ ଆମେ ଦେଖୁଛୁ ଲେଖା ଅଛି, କିନ୍ତୁ ତୁମେମାନେ ଯେପରି ବିଶ୍ୱାସ କର ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି ବିଶ୍ୱାସ କରି ଯେପରି ତୁମେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥି ନିମନ୍ତେ ଏହି ସମସ୍ତ ଲେଖାଯାଇଛି। ଯେ ଲୋକମାନଙ୍କର ଗୋଟେ ଡାଉଟ୍ ଯେ କାହିଁକି ଏସବୁ ବିଷୟ ଲେଖା ହେଇଛି, ବାଇବେଲରେ କାହିଁକି ଲେଖା ହେଇଛି ଏସବୁ ବିଷୟ ଲେଖା ହେଉଛି। ଯେପରି ଲୋକମାନେ ଲେଖା ଅଛି ସେଇ 31 ପଦ ଯୋହନ 20 ଅଧ୍ୟାୟ 31 ପଦ ସେକେଣ୍ଡ ଫେଜ୍ରେ, ତୁମେମାନେ ତାହାଙ୍କ ନାମରେ ପୁଣି ବିଶ୍ୱାସ କରି ଯେପରି ତୁମେମାନେ ତାହାଙ୍କ ନାମରେ ଜୀବନ ପାଇବ, ଜୀବନ ପ୍ରାପ୍ତ ହୁଅ। ଯେପରି ଲୋକମାନେ ପ୍ରଭୁ ଯୀଶୁଙ୍କ ନାମରେ ବିଶ୍ୱାସ କରି ଜୀବନ ପାଇବେ, ଏଥି ନିମନ୍ତେ ଏହି ସମସ୍ତ ବାକ୍ୟ ଲେଖା ହେଇଛି। ନହେଲେ ଜୀବନ ଯଦି ନଥାନ୍ତା, ମଣିଷ ଯଦି ଜୀବନ ପାଉନଥାନ୍ତା, ତାହେଲେ ଏ ବାକ୍ୟ ବୃଥା, ଏ ବାକ୍ୟ ବୃଥା, ତାର ଜୀବନ ମଧ୍ୟ ଲୋକମାନଙ୍କର ବୃଥା। ସେଥିପାଇଁ ବାକ୍ୟ ଯାହା ତା ସତ୍ୟ, ଏବଂ ଯେଉଁମାନେ ବାକ୍ୟ ଉପରେ ନିର୍ଭର କରନ୍ତି, ବିଶ୍ୱାସ କରନ୍ତି, ସେମାନେ ମୁକ୍ତି ପାଇବେ, ସେମାନେ ଜୀବନ ପ୍ରକୃତ ଜୀବନ ପାଇବେ। 20 ବର୍ଷରେ ମରିପାରନ୍ତି, 40 ବର୍ଷର ଲୋକ ମରିପାରନ୍ତି। ଯୀଶୁଙ୍କ ଠାରେ ଥାଇ ଯଦି ଜଣେ 10 ବର୍ଷରେ ମରିଗଲା, 15 ବର୍ଷରେ ମରିଗଲା, ତାର ଲାଭ, କାରଣ ସେ ଯୀଶୁଙ୍କ ଠାରେ ଜୀବନ ପାଇକି ସେ ମୁକ୍ତି ପାଇଲା, ସେ ସେଇ ସ୍ୱର୍ଗ ରାଜ୍ୟର ଅଧିକାରୀ ହେଲା ବା ମୁକ୍ତି ପାଇଲା। ସେଥିପାଇଁ ସେ ଜୀବନ ପାଇଲା, ସେ ବିଶ୍ୱାସ କରିଛି। ଜଣେ ଯୀଶୁଙ୍କ ଠାରେ ବିଶ୍ୱାସ କରି 15 ବର୍ଷରେ ମରୁ ବା 30 ବର୍ଷରେ ମରୁ ବା 25 ବର୍ଷରେ ମରୁ, ତାର ଲାଭ। ଯଦି ଏବେ ମୁଁ ବି ମୋତେ ହେଲାଣି ଆସିକି ଏବେ 54 ବର୍ଷ, ମୁଁ ଯଦି ଏବେ ବି ମରିଯାଏ, ମୋର ଲାଭ, ମୁକ୍ତ। ତେବେ ଆମେ ଜୀବନ ପାଇଛୁ। ଆଜି ଯେଉଁମାନେ ଆଜି ପ୍ରତ୍ୟେକ ଜାତିର ଲୋକମାନେ ବାମୁଣ, ମହାନ୍ତି, ତେଲି, ଗୁଡ଼ିଆ, ଖଣ୍ଡେଇତ, ଆଣ, ବାମୁଣ, ମୁସଲିମ, କୁମ୍ଭାର, ଗୌଡ଼, ଯେତେ ଆମର ମହାନ୍ତି, ଯେତେ ଜଗତରେ ଲୋକମାନେ ଅଛନ୍ତି, ଖାଲି ଓଡ଼ିଆ ଭାଷାବାଦୀ ନୁହେଁ, ତାମିଲି, ତେଲୁଗୁ, ତାମିଲି ଭାଷାବାଦୀ ଲୋକମାନେ, କାନାଡ଼ା ଭାଷାଭାଷୀ, କର୍ଣ୍ଣାଟକରେ ବାସ କରୁଥିବା କାନାଡ଼ା ଭାଷାବାଦୀ ଲୋକମାନେ, ୱେଷ୍ଟବେଙ୍ଗଲରେ ବାସ କରୁଥିବା ବଙ୍ଗାଳୀ ଲୋକମାନେ, ବଙ୍ଗାଳୀ ଭାଷାବାଦୀ ଲୋକମାନେ, ହରିୟାଣାରେ ବାସ କରୁଥିବା ହରିୟାଣା ଭାଷା, ଯେଉଁ ହିନ୍ଦୀ ଭାଷା ଯେଉଁ ଚାଲୁଛି ଆମର ଉତ୍ତରପ୍ରଦେଶ, ହରିୟାଣା, ଆମର ୟୁପି, ଜାମ୍ମୁ କାଶ୍ମୀର, ସବୁ ହିନ୍ଦୀ ଭାଷାବାଦୀ ଲୋକମାନେ, ଆସାମରେ ବାସ କରୁଥିବା ଆସାମୀ ଭାଷାବାଦୀ ଲୋକମାନେ, ଏବଂ ଆମର ଗୋଆରେ ବାସ କରୁଥିବା ଗୋଆର ଭାଷାବାଦୀ ଲୋକମାନେ, ବିହାରରେ ବିହାରୀ ଭାଷାବାଦୀ ଲୋକମାନେ, ସେଠି ମଧ୍ୟ ହିନ୍ଦୀ ଚାଲୁଛି। ଆମର ଓଡ଼ିଆ ଲୋକମାନେ, ଓଡ଼ିଶାରେ ଓଡ଼ିଆ ଭାଷାବାଦୀ ଲୋକମାନେ, ଆମର ଗୁଜୁରାଟରେ ବାସ କରୁଥିବା ଗୁଜୁରାଟୀ ଭାଷାବାଦୀ ଲୋକମାନେ, ମହାରାଷ୍ଟ୍ରରେ ମରାଠୀ ଭାଷାବାଦୀ ଲୋକମାନେ। ଆଜି ଆମର ଯେତେ ଭାରତରେ ଯେତେ ରାଜ୍ୟ ଗୁଡ଼ିକ ଅଛି, ଭିନ୍ନ ଭିନ୍ନ ଭାଷାବାଦୀ ଲୋକମାନେ, ସେମାନେ ପ୍ରତିଦିନ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ଏବଂ ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରି ତାଙ୍କର ସେମାନେ ଯେକୌଣସି କାମ କରୁଥାଉ ନା କାହିଁକି, ସେମାନେ ଯୀଶୁଙ୍କ ରାସ୍ତାରେ ଚାଲିଛନ୍ତି କେବଳ ଏଇ ଜୀବନ ପାଇବା ପାଇଁ। ଅନେକ ଲୋକମାନେ ଆଜି ଥଟ୍ଟା, ତାମସା, ପରିହାସ, ନିନ୍ଦା, ଘୃଣା ଯୀଶୁଙ୍କୁ କରନ୍ତି। ଯୀଶୁଙ୍କ ଲୋକମାନଙ୍କୁ କଲେ ମଧ୍ୟ ଆଉ ସେଇ ଲୋକମାନେ ଯୀଶୁଙ୍କୁ ଛାଡ଼ନ୍ତି ନାହିଁ, କାରଣ ଜୀବନ ପାଆନ୍ତି, ସେମାନେ ଆଶୀର୍ବାଦ ପାଆନ୍ତି। ତେବେ ଆମମାନଙ୍କର
ଅନେକ ଲୋକମାନେ ଆଜି ପ୍ରତିଦିନ ଆମର ପ୍ରତ୍ୟେକ ରାଜ୍ୟରୁ ଏବଂ ପ୍ରତ୍ୟେକ ଦେଶରୁ ଯୀଶୁଖ୍ରୀଷ୍ଟକୁ ଗ୍ରହଣ କରୁଛନ୍ତି ଏବଂ ଜଳଦୀକ୍ଷା ମଧ୍ୟ ଚାଲୁ ରହିଛି। ଆମମାନଙ୍କର ପୃଥିବୀ ମଧ୍ୟ 24 ଘଣ୍ଟା ଜଳଦୀକ୍ଷା କାର୍ଯ୍ୟକ୍ରମ ଚାଲୁ ରହିଛି। ଯେ ଯୀଶୁଖ୍ରୀଷ୍ଟଙ୍କୁ ସେମାନେ ଭରସା କରୁଛନ୍ତି, ତାଙ୍କର ବାକ୍ୟ ଗ୍ରହଣ କରୁଛନ୍ତି ଏବଂ ଅନେକ ଲୋକମାନେ ଯେଉଁମାନେ କି ଆଜି ଯୀଶୁଙ୍କ ଲୋକମାନଙ୍କର ବିରୋଧୀ ଅଛନ୍ତି ସେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରି ଚାଲିଛନ୍ତି। ତେବେ ଏଠି ଆମେ ଦେଖିଲୁ ଯେ କାହିଁକି ପରମେଶ୍ୱରଙ୍କର ବାକ୍ୟ ଲେଖା ହେଇଛି, କିନ୍ତୁ ତୁମେମାନେ ଯେପରି ବିଶ୍ୱାସ କର ଯେପରି ଆପଣମାନେ ସମସ୍ତେ ବିଶ୍ୱାସ କରନ୍ତି ଯେ ଯୀଶୁଖ୍ରୀଷ୍ଟ ହେଉଛନ୍ତି ପ୍ରଭୁ ଏବଂ ଉଦ୍ଧାରକର୍ତ୍ତା। ଯୀଶୁଖ୍ରୀଷ୍ଟ ଲେଖା ହେଇଛି ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି। ପୁଣି ବିଶ୍ୱାସ କରି ଯେପରି ତୁମେମାନେ ତାହାଙ୍କ ନାମରେ ଜୀବନ ପାଇବ, ଏଥିପାଇଁ ଏହି ସମସ୍ତ ବିଷୟ ଲେଖାଯାଇଅଛି। ଏ ପଠିତ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।